नमस्कार जय जगन्नाथ। आज गोटे घटना मु प्रकाश करने जाऊँगी। आज ठीक 10:30 हम मु आम सामना पार्क को जाइए। तो पार्क रे गेट्र फाटक जो मो भीतर को पशिला मो पार्कर चारिपार्श्व बुलिली, किंतु से चारिपार्श्व बुलिला भितर मत एक विरल दृश्य देखिली। विरल दृश्य कौन ना किछि वयस्क व्यक्ति 10-15 जन बसिकी से तांकर कथा होथिले। किछि प्रशासनिक अधिकारी माने से माने ओएस लेवल लोक माने रिटायर्ड हो सारे 70-80 पाखापाखि हो बयस। मु किछि दूर रे बसी तांको कथा को अनुभव कली। आज भी मनीष समाज रे ये भल पाइबा अच्छी मुझे निजे अनुभव करी जे 70-80 वर्ष हेलानी जदि सेमाने तांको बंधुत्वर परिचय दे पारुछंती, तेबे आजिका डेट रे प्रत्येक युव समाज कौन पाई बंधुत्वर परिचय दे पारुनी। तार कारण होची आमे आउ ए संपर्क को कहीं निबिड़ करने चाहूना। से जो माने संपर्कर मूल्य बुझी से माने जानी जे संपर्कटा केते दृढ़ आ केते संकल्प केते स्ट्रांग होता है से संपर्क। तेणु मु प्रत्येक छात्र समाज, युव समाज, स्टूडेंट कहतु निजर अतीतर जो कथा केबे भूलिबेनी, सांग मानक सहित शेयर करंतु। आज तो मु जो दृश्य देखिली जे सेमाने केवल कथा होथिले। जो वयस्क व्यक्ति माने बसथिले से माने जनकर बर्थडे थाए आउ से बर्थडे रे समस्त एकाठी होई से बंधु को उत्साह देउथिले जे आपण एमती आम पाखु आसुथांतु और आमर ये जो ग्रुप रे सबुदिन आपणकर भेट होता। आ पुराना अतीतर कथा भी भावुथिले जे आमे जितले सांग थिलु कौन कौन सब घटी जाइछि से कथा भी भावुथिले, आलोचना करथिले। आ मानव समाज को से माने एया एक संदेश दौथिले जे आजिर मनीष आउ आगर मनीष भितर बहुत किछि तफात अच्छी, बहुत किछि शिक्षा गुण तांको पाखरे अच्छी। जो मु किछि समय से छिड़ा हो गली और तांको कथा को अनुभव करली जे सतरे मनीष समाज आज निज परिवार को भी समय दे पारनी। एते व्यस्तता भितर आज मनीष समाज रहुची जे संपर्कर जो निबिड़ संपर्क को सी आस्ते आस्ते भूलिया पाई लागिलानी। तेणु मु आज सारा मनीष समाज को गोटे प्रश्न उठाइया जाऊँगी सतरे आम भितर कौन मनीष पणिया हजिगलानी। संपर्कर मूल्य किछि आमे बुझुना। गोटे मोबाइल आगे आमे एमिति हार मानि जाइछु जे मोबाइल ही आमर सब किछि। दिने समय थिला जे आमे गोटे परिवार भितर जेतले आमे रहुथिले, जी जुआड़ू बाहर को जाउथला आसिकी समस्ते गोटे घर भितर रहुथिले। आउ आजिर घटना आमे समस्त निज परिवार फैमिली विषय कथा हो शेयर करूँ जे बाबा एमती आज होता
ମାମା ଏମିତି ହେଇଥିଲା। ଆଉ ଏଇ ଯେଉଁ ସମ୍ପର୍କ ଆଉ ଭାଇ ଭଉଣୀ ଭିତରେ ଯେଉଁ ଥିଲା ଆଉ ନାହିଁ। କେବଳ ଗୋଟିଏ ମୋବାଇଲ ଆମକୁ ଏମିତି ଅପଙ୍ଗ କରିଦେଇଛି ଯେ ଆମେ ଏ ସମ୍ପର୍କର ମୂଲ୍ୟକୁ ଆଜି ସବୁକିଛି ଭୁଲି ଯାଇଛି। ଯିଏ ବି ଆସିଲା ଘରକୁ ସିଏ ତା ରୁମ୍କୁ ଗଲା ହାରି ମୋବାଇଲ ଦେଖି ସମସ୍ତେ ମାନେ ମୋବାଇଲ ଆମକୁ ଏମିତି ଏକ ସମସ୍ୟା ଭିତରେ ଛିଡ଼ା କରିଦେଇଛି ଯେ ସମ୍ପର୍କଟା କ'ଣ ଆମେ ଜାଣିପାରୁନେ। ସେଇ ମୋବାଇଲ ହିଁ ଆମର ବନ୍ଧୁ ଜାଣିକି ପାଲଟି ଯାଇଛି ଆଜିକା ଡେଟ୍ରେ। ନା ବାପା ମାଆଙ୍କ ସହିତ ଭଲସେ ଆମେ କଥା ହେଇପାରୁଛେ, ନା ଭାଇ ଭଉଣୀଙ୍କ ସହିତ ଭଲସେ କଥା ହେଇପାରୁଛେ। କେବଳ ନିଜ ରୁମ୍ରେ ଆମେ ଗୋଟେ ମୋବାଇଲ ସହିତ ଖେଳୁଛେ। ଏଇ ହେଉଛି କ'ଣ ମଣିଷ ସଭ୍ୟତାର ଏକ ଦୃଶ୍ୟ। ମୁଁ ଏ ଦୃଶ୍ୟକୁ ତ ତିରସ୍କାର କରୁଛି ଯେ ଯେତେ ପାରୁଛନ୍ତି ଏ ସମ୍ପର୍କର କ୍ଷୟକୁ ମଜବୁତ କରନ୍ତୁ। ସମ୍ପର୍କଟା କେତେ ବଡ଼ ଯିଏ ଜାଣିଛି ସିଏ ହିଁ ଅନୁଭବ କରିଛି ଯେ ସମ୍ପର୍କର ମୂଲ୍ୟଟା କେତେ ନିବିଡ଼। ତେଣୁ ମୁଁ ଆଜି ପ୍ରତ୍ୟେକ ସମାଜକୁ ଗୋଟିଏ ବାର୍ତ୍ତା ଦେବା ପାଇଁ ଚାହୁଁଛି ଯେ ସମୟ ଥାଉ ଥାଉ ଆମେ ନିଜକୁ ସୁଧାରି ଦେବା ଭଲ। ଭବିଷ୍ୟତକୁ କିଏ ଦେଖିଛି କାଲି କ'ଣ ହେବ। ତେଣୁ ମୁଁ ଆଜି ପ୍ରତ୍ୟେକ ସମାଜକୁ ରିକ୍ୱେଷ୍ଟ କରୁଛି, ସମ୍ପର୍କର ମୂଲ୍ୟଟାକୁ ବୁଝ। ପରିବାର ସହିତ ସମ୍ପର୍କ ରଖ ଏବଂ ସମ୍ପର୍କର ଯେଉଁ ମାପକାଠି ଅଛି ତାକୁ ଠିକ୍ ଭାବରେ ପରିଚାଳିତ କରନ୍ତୁ। କିଏ ଜାଣିଛି ଆଜି ଆମେ ଯାହା ସହିତ ପଦେ କଥା ହେଉଥିବା ସେ କାଲି ଥିବ ନା ନଥିବ। ତେଣୁ ସମୟ ଥାଉ ଥାଉ ପରିବାରଙ୍କ ସହିତ ହସ ଖୁସିରେ ରୁହନ୍ତୁ। ପ୍ରତ୍ୟେକ କଥାକୁ ପରିବାର ଭିତରେ ସେୟାର କରନ୍ତୁ। ସେୟାର କଲେ ସମସ୍ତେ ନିଜର ଯାହା ବି ଦୁଃଖ ଥିବ ସେ ପୂରଣ ହୋଇଯାଏ। ମୁଁ ଏଇଟା ଅନୁଭବ କରିଛି ବୋଲି ମୁଁ ଆଜି ଗୋଟେ ଭିଡ଼ିଓ ମାଧ୍ୟମରେ ପ୍ରତ୍ୟେକ ସମାଜକୁ ଏକ ବାର୍ତ୍ତା ଦେଉଛି। ତେଣୁ ସମାଜର ପ୍ରତ୍ୟେକ ଜୀବନକୁ ଆମେ ମୂଲ୍ୟବାନ ବୋଲି ଭାବିବା ନିହାତି ଦରକାର। ଆଜିର ଜୀବନ କାଲିକି ନାହିଁ। ତେଣୁ ଏ ହିଂସା ଅହଙ୍କାର ବାଦ ବିବାଦରୁ ଆମେ ଦୂରେଇ ରହି ପୁଣି ସେଇ ସଭ୍ୟ ସମାଜକୁ ସୁସ୍ଥ ସମାଜକୁ ସୁସ୍ଥ ଶିକ୍ଷାକୁ ସୁସ୍ଥ ପରିବେଶକୁ ଆଗମନ କରିବା ପାଇଁ ପଡ଼ିବ। ଶିକ୍ଷାର ବ୍ୟବସ୍ଥାକୁ ଆମେ ଭଲସେ ବୁଝିବା। ପ୍ରତ୍ୟେକ ବହିରେ କିଛି କିଛି ଶିଖିବା ପାଇଁ ଆମ ପାଇଁ ବହୁତ କିଛି ଲେଖା ହୋଇଛି। ଜୀବନର କେତେ ଦୁଃଖ ଦୁର୍ଦ୍ଦଶାକୁ ଆମେ ଦେଖିଛେ। ତେଣୁ ଯେତିକି ଦିନ ରହିଛେ ପରିବାର ସହିତ ହସ ଖୁସିରେ ଏ ସମାଜର ହସ ଖୁସିରେ ନିଜକୁ ସାମିଲ କରିବା ନିହାତି ଦରକାର। ଆଜି ମୁଁ ପ୍ରତ୍ୟେକ ଦେଶବାସୀକୁ ପ୍ରତ୍ୟେକ ରାଜ୍ୟକୁ ମୁଁ ଗୋଟେ ସନ୍ଦେଶ ଦେଉଛି ଯେ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। ଯଦି ପରିବେଶ ବିଗିଡ଼ିଯାଏ ତେବେ ଏ ପରିବେଶରେ ଥିବା ଆମେ ସମସ୍ତେ ପ୍ରକୃତିର ଯେଉଁ ଭୟାନକ ଦୃଶ୍ୟ ଦେଖିବା ସେତେବେଳକୁ ଆମେ କେହି ନଥିବା। ତେଣୁ ଜୀବନ ଥିବା ପର୍ଯ୍ୟନ୍ତ ପରିବେଶ ଆମେ ଯେଉଁ ପରିବେଶ ଭିତରେ ବସବାସ କରୁଛେ ତାକୁ ସଫାସୁତୁରା ରଖିବା ନିହାତି ଦରକାର। ପ୍ରତ୍ୟେକ ପରିବାରକୁ ଆମେ ଏହି ବାର୍ତ୍ତା ଦେବା ନିହାତି ଦରକାର। ପ୍ରତ୍ୟେକର ଅଧିକାର ଅଛି ଆମ ପରିବେଶ ଆମ ସୁରକ୍ଷା। ଆମ ପରିବେଶ ଠିକ୍ ରହିଲେ ଆମର ମଣିଷ ସମାଜ ପାଇଁ ବହୁତ
କିଛି ଶିକ୍ଷା ମିଳିଥାଏ। ପରିବେଶର ସୁରକ୍ଷା ଆମର ଦାୟିତ୍ୱ, ତେଣୁ ପରିବେଶର ସୁରକ୍ଷା ରଖନ୍ତୁ ଏବଂ ନିଜେ ବଞ୍ଚନ୍ତୁ, ଅନ୍ୟକୁ ବଞ୍ଚିବାର ଆଶା ଦିଅନ୍ତୁ। ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ।